ବର୍ତ୍ତମାନ ମୋର ଆଲୋଚନା ଆଧୁନିକ କବିତାକୁ ନେଇ। ଆଜିର କବି ହେଉଛନ୍ତି କବି ଜଗନ୍ନାଥ ପ୍ରସାଦ ଦାସ ଓ ତାଙ୍କ ରଚିତ ଗୃହ ପ୍ରବେଶ। କବିତାର ଲିଖିତ ଆଲୋଚନା କରିବା ପୂର୍ବରୁ ପ୍ରଥମେ ମୂଳ କବିତାଟିକୁ ମୁଁ ପାଠ କରୁଛି। ଗୃହ ପ୍ରବେଶ। କବି ଜଗନ୍ନାଥ ପ୍ରସାଦ ଦାସ। କେହି ବି ଅପେକ୍ଷାରତ ନାହାନ୍ତି। ସମ୍ପର୍କର ଅକ୍ଷାଂଶ ଦ୍ରାଘିମା ଓଲଟ ପାଲଟ ହୋଇଗଲେ ସବୁ ପୁଣି ବଦଳିଯାଏ। ସମସ୍ତେ ଅଚିହ୍ନା ହୋଇଯାଆନ୍ତି। ଅପରାହ୍ନ ରାସ୍ତା, ଲ୍ୟାମ୍ପ ପୋଷ୍ଟ, କଫି ହାଉସ୍, ଶୋଭାଯାତ୍ରା, ଚୁପଚାପ ଗପ, ପ୍ରାର୍ଥନା, କ୍ରୋଧ, ମନୋମାଳିନ୍ୟ ଏବଂ ସାକ୍ଷାତକାରର ସ୍ଥିରୀକୃତ ସମୟ। ରାସ୍ତା ବାଟ ଭୁଲି ଚାଲିଯାଏ ଗୋଟାଏ ଅଜ୍ଞାତ ସ୍ଥାନରୁ ଆଉ ଗୋଟିଏ ଅଜ୍ଞାତ ସ୍ଥାନକୁ। ଷ୍ଟେସନରେ ଅପେକ୍ଷା ହିଁ ସାର। ଦୂରନ୍ତରୁ ଆସିଥିବା ରେଳଗାଡ଼ିରୁ କେହି ଓହ୍ଲାଏ ନାହିଁ। ଆଖିର ଆରପାରିକୁ ଚାଲିଯାଏ ଗୋଟିଏ ପରେ ଆଉ ଗୋଟିଏ ଗାଡ଼ି। ସଞ୍ଜବେଳ ଯେତେବେଳେ ଚାରିଆଡ଼କୁ ସମ୍ପୂର୍ଣ୍ଣ ଆବୃତ କରିଦିଏ ହସ୍ପିଟାଲର ଚାଦର ଭଳି, ସାରା ପ୍ଲାଟଫର୍ମ ଏକ ଅମୂର୍ତ୍ତ ଚିତ୍ରପଟ ହୋଇଯାଏ, ଯାହା ଭିତରୁ କୌଣସି ନିର୍ଦ୍ଦିଷ୍ଟ ମୁହଁକୁ ଖୋଜିବା ସମ୍ଭବ ନୁହେଁ। ତାପରେ ପକ୍ଷୀମାନଙ୍କର କଳରୋଳ ଆଉ ମୁକ୍ତିର ବାର୍ତ୍ତା ଆଣେ ନାହିଁ। ସଞ୍ଜର ପଥଭ୍ରଷ୍ଟ ପବନ ସ୍ମୃତିକୁ ଉତ୍ତେଜିତ କରେ ନାହିଁ। ପାର୍କର ବେଞ୍ଚ ଘାସଫୁଲ ସହିତ ବାର୍ତ୍ତାଳାପ ବନ୍ଦ କରିଦିଏ। ଅଭିବାଦନ ସବୁ ହତୋତ୍ସାହ ହୋଇ ଚାଲିଯାଆନ୍ତି ରାସ୍ତାର ଦୂରତ୍ୱରେ ଲିଭିଯାଇଥିବା ବନ୍ଦ ଘର ଭିତରକୁ। ପୁରୋହିତ ପଢ଼ିଚାଲେ ସୃଜନ ଓ ସଂହାରର ସ୍ତୋତ୍ର। ଯଦିଓ ସେ ଜାଣେ ଯେ ନିଜର ପ୍ରୟୋଜନ ସମୟରେ ସେ ମନ୍ତ୍ର ମନେ ପଡ଼ିବ ନାହିଁ। ଶୋଭାଯାତ୍ରା ଆସେ ପୃଥିବୀକୁ ଅବ୍ୟବସ୍ଥିତ କରିଦେବାର ମହତ୍ ଉଦ୍ଦେଶ୍ୟମାନ ନେଇ। ଯଦିଓ ଏକଥା ଜଣା ଯେ ଟ୍ରାଫିକ୍ କେବଳ ଲାଲ ଓ ସବୁଜ ଆଲୋକର ବଶବର୍ତ୍ତୀ। ଭୁଲ ଠିକଣାର ଚିଠି ହାତରେ ଧରି ଡାକବାଲା ପଚାରି ପଚାରି ଯାଏ ଘରକୁ ଘରକୁ ଘରକୁ। ଯଦିଓ ସବୁ ଘର ଖାଲି। ଟ୍ରେନ ବାହନ ମାତ୍ର ଲକ୍ଷ୍ୟସ୍ଥଳ ନୁହେଁ। ରାସ୍ତା ଉପାୟ ମାତ୍ର ଉପଲବ୍ଧି ନୁହେଁ। ଚିଠି ଏକ ସାଧନ ମାତ୍ର ସିଦ୍ଧି ନୁହେଁ। ପାଣି ଭିତରେ ବୁଡ଼ି ରହିଥିବା କଳସ ପାଣିକୁ ଧରି ରଖିନଥାଏ, କାରଣ ତାର ଭିତର ଓ ବାହାର ସବୁଆଡ଼େ ଜଳସ୍ରୋତ। ଏପରି ଘର କିପରି କାହାକୁ ଧରି ରଖିପାରିବ, ଯାହାର ଭିତର ଓ ବାହାର ସମସ୍ତ ଶୂନ୍ୟ? ମନ୍ଦିର ଭିତରକୁ ଯାଇଥିବା ଯାତ୍ରୀମାନେ ଆଉ ଫେରି ଆସନ୍ତି ନାହିଁ। ଷ୍ଟେସନର ଫାଟକରେ ତାଲା ବନ୍ଦ ହୁଏ। ଟ୍ରାଫିକ୍ର ସ୍ରୋତ ଶୁଖିଯାଏ। ଖୋଲା ଝରକାକୁ ଅନାଇ ଲ୍ୟାମ୍ପ ପୋଷ୍ଟ ବାହୁନେ ବିନ୍ଦୁ ବିନ୍ଦୁ ବର୍ଷା ଟୁପ୍ଟାପ୍ ପଡ଼େ ମୃତ ଛାଇମାନଙ୍କ ଉପରେ। କେହି ବି ଅପେକ୍ଷାରେ ନାହାନ୍ତି। ତଥାପି ଏକାକୀ ଲୋକଟି ଫେରି ଆସେ ଶୂନଶାନ ରାସ୍ତା ଉପର ଦେଇ। ଅଧା ରାତି ବିତିଗଲେ। ଲିଖିତ ଆଲୋଚନାର ନାମକରଣ ଜନ୍ମ ମୃତ୍ୟୁର ବୌଦ୍ଧିକ ଗାଥାରେ ଗୃହ ପ୍ରବେଶ କବିତା। ଗୃହ ପ୍ରବେଶ କବିତାର କବି ଜଗନ୍ନାଥ ପ୍ରସାଦ ଦାସ। 1936 ମସିହାରେ ଜନ୍ମ। ଆଧୁନିକ କାଳରେ ଜଣେ ସ୍ୱନାମଧନ୍ୟ ପାଠ୍ୟାନ୍ତର୍ଗତ କବି। ତାଙ୍କ କବିତାରେ ବୌଦ୍ଧିକତାର ସ୍ପର୍ଶ ଥାଇ କବିତାଗୁଡ଼ିକ ଦୁର୍ବୋଧ୍ୟ ମନେ ହୋଇଥାନ୍ତି। ପାର୍କର ସକାଳ କବିତାଟି ଏକଦା ଉତ୍କଳ ବିଶ୍ୱବିଦ୍ୟାଳୟର M.A. ଘରୋଇ ପାଠ୍ୟକ୍ରମ ଓଡ଼ିଆ ବିଷୟରେ ଥିଲା। ଗୋପବନ୍ଧୁ ନାମକ କବିତାଟି ମଧ୍ୟ ଚମତ୍କାର। ସମ୍ପାଦିତ କବିତା ବହିରେ ସ୍ଥାନିତ କରିଥିଲେ ପ୍ରଫେସର ଦାଶରଥି ଦାସ। କବିତାର ମାନଚିତ୍ର ବହିରେ ପ୍ରଥମ ପୁରୁଷ, ଅନ୍ୟ ସବୁ ମୃତ୍ୟୁ, ଯେ ଯାହାର ନିର୍ଜନତା, ଅନ୍ୟ ଦେଶ, ଭିନ୍ନ ସମୟ, ଯାତ୍ରାର ପ୍ରଥମ ପାଦ, ଆହ୍ନିକ, ସ୍ଥିର ଚିତ୍ର, ସଚରାଚର, ପ୍ରେମ କବିତା, ପୂର୍ବାପର, ସ୍ମୃତିର ସହର। ଆହ୍ନିକ ନାମକ କବିତା ପୁସ୍ତକ ପାଇଁ 1991 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ ମଧ୍ୟ ସରସ୍ୱତୀ ସମ୍ମାନ ପାଇଥିଲେ। 2006 ମସିହାରେ ସ୍ଥାନ, କାଳ, ପାତ୍ର ନାମରେ ଉପନ୍ୟାସଟିଏ ଅଛି।
ସଂଶିତ ଗୃହପ୍ରବେଶ କବିତାଟି ବର୍ତ୍ତମାନ ଉତ୍କଳ ବିଶ୍ୱବିଦ୍ୟାଳୟ ଡିଡିସି ଓଡ଼ିଆ MA ପାଠ୍ୟକ୍ରମରେ ପ୍ରଚଳିତ। ଗୃହପ୍ରବେଶ ମାନେ ଘରକୁ ଯିବା। ମଣିଷ ନୂଆ ଘର କରି ଗୃହପ୍ରବେଶ କରିଥାନ୍ତି। ଗୃହପ୍ରବେଶ ଏକ ବୌଦ୍ଧିକ ବୁଦ୍ଧିଦୀପ୍ତ ଦୁର୍ବୋଧ୍ୟ କବିତା। କବିତାର ଭାବାର୍ଥ ସହଜରେ ବୁଝି ହୋଇନାହିଁ। କବି ବଡ଼ ଚିନ୍ତାନିଷ୍ଠ ହୋଇ ଚତୁରତାର ସହିତ କବିତାଟିକୁ ରଚନା କରିଛନ୍ତି। ଆବେଗ ଓ ପ୍ରଜ୍ଞାର ମହାମିଳନ କବିତାରେ ଘଟିତ ହୋଇଛି। କବିତା ରଚନାର ଇଚ୍ଛାକୁ ଆବେଗ କହନ୍ତି, ଯାହାକି କବିଙ୍କଠାରେ ଅଛି, ହେଲେ ବୁଦ୍ଧି ସମନ୍ୱିତ ହୋଇ ଅଛି। ଗୃହ କବିତା ପାଇଁ ଇହଜଗତ ଏବଂ ମୃତ୍ୟୁପର ପରଲୋକ ବା ଈଶ୍ୱରୀୟ ଜଗତ ଦୁଇଟି ଅର୍ଥରେ ବ୍ୟବହୃତ। ମଣିଷ ଈଶ୍ୱରଙ୍କ ଦ୍ୱାରା ଜନ୍ମ ପାଇ ସଂସାରକୁ ଆସେ, ଜୀବନ ବିତାଏ, ଅନ୍ୟାନ୍ୟ ମଣିଷମାନଙ୍କ ସହିତ ଏକାଠି ମିଶି ସମ୍ପର୍କ ସ୍ଥାପନ କରି ପୁଣି ସେହି ଈଶ୍ୱରଙ୍କ ଦ୍ୱାରା ତାଙ୍କରି ଆଦେଶ ଓ ଇଚ୍ଛାରେ ମୃତ୍ୟୁ ପାଇ ଇହ ନଶ୍ୱର ନଷ୍ଟଶୀଳ ସଂସାର ଛାଡ଼ି ସମ୍ପର୍କ ତ୍ୟାଗ କରି ଅମର ଧାମକୁ ଚାଲିଯାଏ, ତାରି ନିଜର ଇହ ସଂସାରକୁ ଶୂନ୍ୟ ବା ଖାଲି କରି। ଜୀବନ ଓ ମୃତ୍ୟୁର ଭଗବାନଙ୍କର ଏକ ଖେଳ। ପାଣି ଫୋଟକା ସମ ସ୍ୱଳ୍ପିକ। କବିତାଟି ସାମାନ୍ୟ ଦୀର୍ଘ। ଭାଷାରେ କୃତ୍ରିମତା ରହିଛି। ସବୁ ପାଠକ ସହଜରେ କବିତାର ପ୍ରଥମ ପାଠରେ କବିତାକୁ ପୁଙ୍ଖାନୁପୁଙ୍ଖ ବୁଝିପାରନ୍ତି ନାହିଁ। କଥାରେ କୁହାଯାଇଥାଏ କି ମିଛ ମାୟା ସଂସାର। ଜୀବନ ଅଛି ତ ଜଗତ ଅଛି, ଜାନ ହୈ ତ ଜହାନ ହୈ। ଜୀବନ ନାହିଁ ତ କିଛି ନାହିଁ। ଜୀବନ ଓ ସମ୍ପର୍କକୁ ନେଇ ଚାଲିବା ଓ ରହିବା ବା ଅପେକ୍ଷା କରିବା ହୋଇଥାଏ। ମଣିଷ ମରିଗଲେ, ଦୁନିଆରୁ ଚାଲିଗଲେ ଆଉ ଅପେକ୍ଷାର ମୂଲ୍ୟ ନାହିଁ। ଅପେକ୍ଷା ମୂଲ୍ୟହୀନ ହୋଇଥାଏ। ସମ୍ପର୍କର ପରିସର, ତାର ବ୍ୟାପକତା ଓଲଟି ଯାଇଥାଏ। ସବୁକିଛି ବଦଳି ଯାଇଥାଏ। ଧୀରେ ଧୀରେ ମରିଯାଇଥିବା ବା ମଲା ଲୋକଟି ଭୁଲି ହୋଇଯାଆନ୍ତି। ସମ୍ପର୍କ ଛିଣ୍ଡିଗଲେ, ରହି ନଥିଲେ ସବୁକିଛି ଅଜଣା ଅଚିହ୍ନା ଲାଗେ। କାରଣ ମଣିଷ ସବୁକିଛିକୁ ମନେ ରଖି ପାରିନଥାଏ। ସମ୍ବନ୍ଧ ହିଁ ମନେ ରଖେ, ମନେ ପକାଏ। ଆଉ ସେ କାହିଁକି ଆଜି ଆସିଲା ନାହିଁ? ସବୁଦିନ ତ ଆସେ। ସାନ୍ଧ୍ୟ ଭ୍ରମଣରେ ସାଥି ଦିଏ। ଆମେ ମିଶିକି ଏକାଠି ବୁଲୁଥିଲେ, ଚା କଫି ପିଉଥିଲେ, ବତୀଖୁଣ୍ଟ ତଳେ କେତେ ଗପୁଥିଲେ। ବୁଲିବା ବଡ଼ ଶୋଭାମୟ, ସୁନ୍ଦର ଥିଲା। ସମୟ ଦେଖି ମନ୍ଦିରକୁ ପ୍ରାର୍ଥନା କରିବାକୁ ଯାଉଥିଲେ। ସମ୍ପର୍କରୁ ରାଗ, ରୁଷା, ହିଂସା, ଦ୍ୱେଷ, ପରଶ୍ରୀ କାତରତା, ମତାନ୍ତର ମନାନ୍ତର ମିଶିବା ହେଉଥିଲା। ପୁଣି ସେହି ବିଚ୍ଛେଦ ପାଇଁ ମଧ୍ୟ ବନ୍ଧୁ ମୈତ୍ର ଆତ୍ମାର ମୃତ୍ୟୁ ଶୋଭାଯାତ୍ରାରେ ଯିବା ହୋଇଥିଲା। ମନ୍ଦିରରେ ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା ହୋଇଥିଲା। ସବୁକିଛିର ଏକ ସ୍ଥିରୀକୃତ ସମୟ ଥିଲା। ମଣିଷର ଜୀବନ ଏକ ରାସ୍ତା। ଏହି ରାସ୍ତାରେ ମଣିଷ ଆସେ, ଦେଖାଦିଏ, ପୁଣି ବିଚ୍ଛେଦ ହୋଇ ଚାଲିଯାଏ। ବାଟ ଭୁଲେ। ଜୀବନ ଆସିଛି ଅଜଣାରୁ, ଜୀବନ ଚାଲିଯାଏ ମଧ୍ୟ ସେହି ଅଜଣାରେ। ଅର୍ଥାତ୍ ମା ପେଟର ପିଲା କ'ଣ ହେବ? ପୁଅ ହେବ ନା ଝିଅ? ବିକଳାଙ୍ଗ ହେବ ନା ନିଖୁଣ ହେବ? କେତେ ବର୍ଷ ବଞ୍ଚି କେମିତି ମଣିଷ ହେବ, ମଣିଷ ଜାଣିନଥାଏ। ସେହିପରି ମରିକି କ'ଣ ହେବ, ଏହା ବି ମଣିଷ ଜାଣେନି। ଜୀବନର ସବୁ ଅଜଣା ଅଜ୍ଞାତ ସେ ଲାଗି। ମଣିଷର ଜୀବନ ଏକ ଗତିଶୀଳତାର, ଗତିମୟତାର ରେଳଗାଡ଼ି। ବିଶ୍ରାମ ଏକ ଷ୍ଟେସନ। ମଣିଷ ନଥିଲେ, ସମ୍ପର୍କ ଛିନ୍ନ ହୋଇଥିଲେ ଅପେକ୍ଷାର ମାନେ ନାହିଁ। ନିଜର କେହି ଆସୁଥିଲେ ସିନା ନିଜ ଲୋକଟି ଷ୍ଟେସନରେ ଅପେକ୍ଷା କରିବ, ରେଳରୁ ଓହ୍ଲାଇବାର ଆଶାରେ। ନିଜର ନଥିଲେ ଅପେକ୍ଷା ନାହିଁ। କବି ବୁଲିବା ଛଳରେ ରେଳ ଷ୍ଟେସନକୁ ଉଦ୍ଦେଶ୍ୟହୀନ ଭାବେ ଯାଇ ରେଳଗାଡ଼ିର ଯିବା ଆସିବାକୁ ଦେଖି ଏମିତି ଲେଖିଛନ୍ତି। ପୁଣି ଡାକ୍ତରଖାନାକୁ ବୁଲିଯାଇ ସନ୍ଧ୍ୟାବେଳେ ସେଠି ଲାଶ ଉପରେ ଧଳା ଚାଦର ଘୋଡ଼ା ହେବାକୁ ଦେଖି ମଣିଷର ମୃତ୍ୟୁଚିନ୍ତା କଥା ଲେଖିଛନ୍ତି। ଜୀବନରେ ଦୃଶ୍ୟ ଥିଲେ ଅଦୃଶ୍ୟ ହେବା ବି ଥାଏ। ଯେତେବେଳେ ଗଭୀର ଶୂନଶାନ ରାତି, ସାରା ରେଳ ଷ୍ଟେସନର ପ୍ଲାଟଫର୍ମ ମଧ୍ୟ ଶୂନ୍ୟ, ଖାଲି ଥାଏ। ଲୋକ ଚଳାଚଳ, ରେଳ ଯିବା ଆସିବା ଠପ୍ ପଡ଼ିଯାଇଥାଏ। କୌଣସି ଆକୃତି ଆକାର ନଥାଏ। ଯୋଉଠି ଆକାର ନାହିଁ, ତାକୁ ଚିହ୍ନିବା ବି ନାହିଁ। ଆତ୍ମା ପକ୍ଷୀଧାରୀ ମନୁଷ୍ୟମାନଙ୍କର କୋଳାହଳମୟତା, ନୀରବ ନିସ୍ପନ୍ଦ, ସବୁକିଛି ଯେମିତି ପରାଧୀନ। ରାତିର ନିରୋଳାପଣରେ ବନ୍ଦୀ, ବନ୍ଧା।
ସାନ୍ଧ୍ୟ ଭ୍ରମଣ ବେଳେ ସାଥୀ ଲୋକମାନଙ୍କର ପାରସ୍ପରିକ କଥାବାର୍ତ୍ତା, ଆଳାପ ଆଲୋଚନାର ବ୍ୟଗ୍ରତା, ବ୍ୟସ୍ତତା, ଗାମ୍ଭୀର୍ଯ୍ୟ ଆଉ ନଥାଏ ଯେ ମନକୁ ଚହଲେଇ ଦେବ, ଗରମ କରିଦେବ ହଟ୍ ଡିସ୍କସନରେ। ଗଭୀର ରାତିରେ ବଗିଚା ବା ପାର୍କରେ ମଣିଷ ବୁଲି ନଥାନ୍ତି। ପାର୍କର ବେଞ୍ଚରେ ସାଥୀହରା ହୋଇ ସନ୍ଧ୍ୟାବେଳେ ଏକାକୀ ବୁଲାଳି ପଥଚାରୀଟି ବସି ତଳେ ଥିବା ଘାସଫୁଲ ମାନଙ୍କ ସହିତ ଯେଉଁ କଥା ହେଉଥିଲା ତାହା ବି ଆଉ ନାହିଁ ସେ ବେଞ୍ଚରୁ ଉଠି ପଳାଇ ଯାଇଥିବାରୁ। ପୁଣି ସେଇଠି ଅନ୍ୟ ଏକ ବେଞ୍ଚ ଚୌକିରେ ବନ୍ଧୁମାନେ ମିଶି ପରସ୍ପରକୁ ଅଭିବାଦନ ଯେଉଁ କରୁଥିଲେ ବିଚ୍ଛେଦ ହେତୁ, ତାହା ବି ଆଉ ନାହିଁ ବା ହେଉନାହିଁ। ସବୁକିଛି ସମସ୍ତ ହତାଶ ଦୁଃଖ ବେଦନାୟିତ ବିଚ୍ଛେଦର କାରଣରୁ। ଜୀବନ ରାସ୍ତାରେ କିଏ କାହାକୁ କେତେବେଳେ ଛାଡ଼ି ଏକାକୀ ଏକୁଟିଆ କରି ଚାଲି ଯାଇଅଛି। ବିସ୍ମୃତିର ସମ୍ପର୍କ ବନ୍ଦ ଘର ଭିତରକୁ। ଏ ଘର ପରଲୋକର ପ୍ରେତଭୂମିର। ପିଲା ଜନ୍ମ ବେଳେ ତାର 21 ପାଳିବା ସମୟରେ ପୁରୋହିତ ମନ୍ତ୍ର ପଢ଼େ ପିଲାଟି ସୃଷ୍ଟି ସୃଜନ ହେବାର ଖୁସିରେ। ପୁଣି ମଣିଷ ମଲା ପରେ ଦଶାହ କ୍ରିୟାରେ ପୁରୋହିତ ମନ୍ତ୍ର ପଢ଼େ ସଂହାର ଧ୍ୱଂସ ହେତୁ। ମରିଗଲା ବୋଲି, ଆତ୍ମାର ସଦ୍ଗତି ନିମିତ୍ତ। ପୁରୋହିତ ଏହା ବି ଜାଣିଛି କି ସେ ଅନ୍ୟର ଜନ୍ମ ମୃତ୍ୟୁରେ ସିନା ମନ୍ତ୍ର ଶ୍ଳୋକ ସ୍ତୋତ୍ର ପଢ଼ିଥାଏ, ହେଲେ ନିଜର ଜନ୍ମ ମୃତ୍ୟୁରେ କିଏ ପଢ଼ିବ ବା ପଢ଼ିଥିଲା ଏହା ଜାଣେନା। ମଣିଷ ଜୀବନରେ ଆନନ୍ଦ ବିଷାଦର ଅନେକ ଶୋଭାଯାତ୍ରା ଆସେ ସଂଗଠିତ ହୋଇ। ଏହି ସମୟରେ ପୃଥିବୀ ସ୍ୱଳ୍ପ ସମୟ ପାଇଁ ବିଶୃଙ୍ଖଳିତ ହୋଇଯାଏ ପ୍ରସେସନ କାରଣ ପାଇଁ, ଯେଉଁଥିରେ ମାନବ ସମାଜର ଉଦ୍ଦେଶ୍ୟର ପୂରଣ ଥାଏ। ହେଲେ ସହରର ଛକ ଜାଗା, ଟ୍ରାଫିକର ଲାଲି ସବୁଜବତୀ ମଧ୍ୟ ଜୀବନକୁ ଅବ୍ୟବସ୍ଥିତ କରି ପକାଇଥାଏ। ଅବ୍ୟବସ୍ଥିତି ଜୀବନକୁ ବଶବର୍ତ୍ତୀ କରିଦିଏ। ମଣିଷ ନଥିଲେ ଠିକଣା ଭୁଲ ହୋଇ ଯାଇଥାଏ। ଆଉ ଡାକ ପିଅନ ଚିଠି ଧରି ଘର ଘର ବୁଲି ଲୋକଟିର ସନ୍ଧାନରେ ଧନ୍ଦି ହୋଇଯାଏ। ଭର୍ତ୍ତି ଥିଲେ ଦୁନିଆ ଜଣା, ଖାଲି ଥିଲେ ଦୁନିଆ ଅଜଣା, ଶୂନ୍ୟ ମୂଲ୍ୟହୀନ। ଜୀବନର ଗତି ଟ୍ରେନ, ଜୀବନର ବାହନ, ହେଲେ ତାର ଲକ୍ଷ୍ୟ ଅନିର୍ଦ୍ଦିଷ୍ଟ। ପହଞ୍ଚିବ କି ବାଟରେ ଦୁର୍ଘଟଣାର ଶିକାର ହେବ ଅଜଣା। ରାସ୍ତା ବା ଗତି, ଜୀବନ ଚାଲିଯିବାର ଉପାୟ ପନ୍ଥା, ହେଲେ ଅନୁଭବ ନୁହେଁ। ଗତି ଦୁର୍ଗତି ହୋଇପାରେ। ଚିଠି ବା ଖବର ଏକ ମାଧ୍ୟମ, ହେଲେ ସେଥିରେ ସାଫଲ୍ୟ ସଫଳତା ଅକଳ୍ପନୀୟ। କ'ଣ ହେବ ନ ହେବ ସଠିକତା ଗ୍ୟାରେଣ୍ଟି ନାହିଁ। ଯେମିତି ପୋଖରୀ ନଦୀ ପାଣିରେ ମାଠିଆ ଓଲଟା ଥାଇ ତଳମୁହାଁ ବୁଡ଼ି ରହିଥିଲେ ମାଠିଆ ତାର ଦେହରେ ପାଣି ଧରି ରଖି ପାରି ନଥାଏ। ଯେହେତୁ ମାଠିଆର ଭିତର ଓ ବାହାର ସବୁଠି କେବଳ ପାଣି ହିଁ ଥାଏ। ସଂସାର ମାନେ ନଶ୍ୱର ଐହିକ ଜଗତ, ନିଜେ ନଷ୍ଟଶୀଳ। ମଣିଷର ଅନିଶ୍ଚିତ ସାମୟିକ ଘର ବା ଆଶ୍ରା, ସେ ବା କ'ଣ ମଣିଷକୁ କିପରି ଧରି ରଖିବ ସବୁଦିନ ପାଇଁ ଚିରନ୍ତନ ସମୟ ସକାଶେ। ନଶ୍ୱର ସଂସାର ନିଜେ ଶୂନ୍ୟ ବା ଖାଲି। ପରଲୋକର ମରସଂସାର ଏକ ମନ୍ଦିର ବୋଲି କବି କହିଛନ୍ତି। କାରଣ ମଣିଷ ମଲେ ପବିତ୍ର ହୋଇ ସଂସ୍କାରିତ ହୋଇଥାଏ ସେଥିପାଇଁ। ଆଉ ସେହି ମନ୍ଦିର ଭିତରକୁ ଥରେ ପଶିଥିବା ମଣିଷ ଆଉ ପୁନର୍ବାର ବାହାରି ଆସେନା। ସେଭଳି ମନ୍ଦିର ଏକ ଅଫେରା ରାଇଜ। ସେଠି ପଶିଗଲା ମାନେ ତାର ଫାଟକ ତାଲା ସବୁଦିନ ପାଇଁ ବନ୍ଦ। ଗହଳି ନଥାଏ। ଯେହେତୁ ସଂସାର ଯାକର ଲୋକ ଏକାଠି କେବେ ମରି ନଥାନ୍ତି, ବିଳମ୍ବିତ ରାତିରେ ଟ୍ରାଫିକ ନଥାଏ ଶୂନଶାନ ହେତୁ। ମଣିଷ ମରିଯାଇଥିବାରୁ, ଶୂନ୍ୟ ଜୀବନ ନଥିବାରୁ, ଜୀବନ ଘରର ଇହ ଦୁନିଆର ଘର ଝରକା ଖୋଲା। କାକର ବିନ୍ଦୁ, ଲୋତକର ବର୍ଷା ବିନ୍ଦୁ ବନ୍ଧୁ ବିଚ୍ଛେଦରେ ଖାଲି ବାହୁନୁଥାଏ, କାନ୍ଦୁଥାଏ। ବନ୍ଧୁ ନାହିଁ, ଲୋକ ନାହିଁ, ତେଣୁ ପ୍ରତୀକ୍ଷା ବି ନାହିଁ। ସେ ଲାଗି ବନ୍ଧୁକୁ, ଆତ୍ମୀୟ ଲୋକକୁ ପୋଡ଼ିଦେଇ ପୋତିସାରି ଏକାକୀ ଲୋକେ ଲୋକାଳୟକୁ ଫେରି ଆସିଥାନ୍ତି ଚୁପଚାପ ନୀରବରେ, ବିରହ ବେଦନାରେ, ବିଚ୍ଛେଦରେ ଦୁଃଖ ନେଇ। ଜୀବନର ଅଧା ବନ୍ଧୁଙ୍କୁ ହରାଇ ବାକି ଅଧକ ବନ୍ଧୁଙ୍କୁ ମନେ ପକାଇ ବିତିବ। ମୃତ୍ୟୁ ଚେତନାର ଏ ବୌଦ୍ଧିକ ଦୁର୍ବୋଧ୍ୟ ଦାର୍ଶନିକ ଭାବନିଷ୍ଠ କବିତା।